ভীমসেন আসি নথিলা বাটকো গর্বটা এতে বলি যাইছিল ভীমসেন যাহা ফলে থলে ধরি বসি পারলা বলা মু একা বংশକୁ বিনাশ কহিলে ভীম ভীমনা কেন উঠবে কেহি তোমাকে সাহায্য করবে একা তুমি যুদ্ধ করিব সত কহুছ আচ্ছা ঠিক আছে কিন্তু জনে যাও হ্যাঁ জনে যাও বাবা মানে খাইবে পড়া উঠিলে মানে সব দিবেনি পারা সময় আর কি সময় হল না একদম যাও মন কথা জানি আর চারি পাঁচ নেই যাও আউ যে ଆଉ ଜଣେ ଯାଉ ହଁ ସେ ଜଣେ ହେଉଛି ତୁମ ପୁତ୍ର ଘଟୋତ୍କଚ ହିଡିମ୍ବିର ପୁତ୍ର ହିଡିମ୍ବିକୁ ବନ୍ଧୁ ତାକୁ ନିମନ୍ତ୍ରଣ ମୁଁ କରିବି କାହିଁକି ମୋ ପୁଅ ଯେତେ ସୈନ୍ୟ ମାରିବ ସିଏ କହିବନି ମୁଁ ମାରିବି ସିଏ କହିବ ମୋ ବାପା ମାରି ଯାହା ଏଇଟା ମନକୁ ମାନିଲା ମନ ମାନିଲା ଆଚ୍ଛା ତାହେଲେ ଏବେ সময় সুযোগ দেখি নিমন্ত্রণ যাও ভীমসেনକୁ ভগবান কৃষ্ণ কথা କହିଦେଲେ ଭଗବାନ କୃଷ୍ଣ ଆକାଶ ମାର୍ଗରେ ଚାଲିଲେ ଯିବେ କାହା ପାଖକୁ ଭୀମ ଗର୍ବ କିପରି ଖର୍ବ ହେବ କେମିତି ଖର୍ବ ହେବ ଯିବା ସମୟରେ ଇଏ ଦେବଶ୍ରୀ ନାରାୟଣଙ୍କର ନାମ ଗାଇ ଗାଇ ଇଏ ଚାଲି ଆସୁଛନ୍ତି ଦେଖିବା ଗୋଟିଏ ପଦ ଦେବି ଗୋଟେ ପଦ କଟା ଥିଲା କେମିତି ଥିଲା ଲେଖିଲେ ଯଦୁମଣି ଆଉ ଗୋଟେ ପସନ୍ଦ ଆସୁଛନ୍ତି ଦେବଶ୍ରୀ କେମିତି ଆସୁଛନ୍ତି ଆହାରିଲେ କହିଛନ୍ତି शुभरात्रि पालाप्रेमी दर्शक समाज ମୁଁ ଆଜି ଯୋଉ ବହିଟି କରିଛି ତାଙ୍କରି ବହି ଅନୁସାରେ ତାଙ୍କରି କଥା ଅନୁସାରେ କିନ୍ତୁ ତୁମରି ଆଗକୁ ଯିବ ସେ ବହି ସୁନ୍ଦର ବହିଟିଏ କରିଛି ଯେମିତି ଆପଣମାନଙ୍କୁ ଭଲ ଲାଗିବ ମୋର ବାପା ମା ମଧ୍ୟ ଯେତିକି ବସିଛନ୍ତି ବସନ୍ତି ସେ ଦୁଃଖ ନାହିଁ ମୁଁ ଘଣ୍ଟେ ଭିତରେ ଯଦି କହିବେ ତାହେଲେ ତମେ ଶେଷ କରିବେ ଯଦି 2 ଘଣ୍ଟା କହିବେ ମୁଁ 2 ଘଣ୍ଟା ଗାଇବି ଏଇ ରାତି ପାଇଲା ପର୍ଯ୍ୟନ୍ତ କହିବି ମୁଁ ରାତି ପାଇଲା ପର୍ଯ୍ୟନ୍ତ ଗାଇବି ହଉ ଟିକେ କଥା କହିବି ଭଉଣୀ ମୋର ମାନବ ଯୋଜନାଟା ଲଗେଇଲେ ରାମାୟଣରୁ ଭିଡ଼ିକି ଆଣିକି ମହାଭାରତ ଭିତରେ ଧରି କରିକି ସିଏ ଦେଲେ କିନ୍ତୁ ସୁନ୍ଦର କଥାଟେ ଥିଲା ମହାଭାରତ ଯୁଦ୍ଧାରମ୍ଭ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ ଉପସ୍ଥିତ ଅଛନ୍ତି ଯେ ଜଣେ ଆସିନି ସେ ଜଣକୁ କିଏ ସେ ଆସିନି ସେଇଠି ସେଠିକି ଟିକେ ନଜର ଥାନ୍ତା ତାହେଲେ ସେଇଠି ଲାଗିଥାନ୍ତା ମାନବ ତାହେଲେ କଥାଟା ହେଲା କଣ ନା ଦେବଶ୍ରୀ ବିନା ନାରାୟଣଙ୍କର ନାମ ଗାଇ ଗାଇ ଆକାଶ ମାର୍ଗରେ ଆସୁଛନ୍ତି
ଅଛନ୍ତି ଏଣେ ଭଗବାନ କୃଷ୍ଣ ଯାଉଛନ୍ତି ଯାହା ଫଳରେ ମନ୍ଦିରର ଭେଟ ହେ ଦେବଶ୍ରୀ ଦେବଶ୍ରୀ ତୁମ ଗୋଟେ କଥା କହିବି କହିବି କଥା ରଖିବ ତ ତୁମେ ସଦା କହୁଛ କଣ ତୁମେ କଣ କରିବି ଆପଣଙ୍କର କୋଉ କଥା ରଖିବି ଆପଣ ହେଉଛନ୍ତି ସର୍ବବ୍ୟାପକ ଆପଣ ହେଉଛନ୍ତି ସର୍ବନ୍ତର୍ଯ୍ୟାମୀ ତୁମେ କେଉଁ କଥା ଆପଣ କହୁଛ ଆପଣଙ୍କ ଦ୍ୱାରା କେଉଁ କାର୍ଯ୍ୟଟା ହୋଇପାରିବ ନାହିଁ ଯାହା ଫଳରେ ମୋ ଦ୍ୱାରା ସେ କାର୍ଯ୍ୟଟା ହେବା ପାଇଁ ଆପଣ ଭାବୁଛନ୍ତି କାହିଁକି ନା ଜଗନ୍ନାଥ ଦେଖିଲେ ଯାହାର ଲାଗିଆରେ ପାପା ମନ ତ ଯେ ଦୃଢ ଗୋବର ଗାଡ଼ିଆର ବୁଢ କଥାରେ କହୁଥିଲେ
ମନ ଶୁଣ ଶାନ୍ତି ନଥିବ ନିର୍ମଳ ନଥିବ ସ୍ୱଚ୍ଛ ନଥିବ ଯଦି କୁଣିଆ ଆସିଲେ ଦେଖିଥିବେ ହାତରେ ବ୍ୟାଗଟା ନାହିଁ ଘର ଭିତରେ ପଶିଗଲେ ଆଉ ମୁଖଟା ସର ଥିବ ମନକୁ ମୁହଁଟା କହିବେ କଥା ଭଲରେ ହେବେ ନାହିଁ ବାପା ସେଥିରେ ଲାଭ କିଛି ଅଛି କିଛି ନାହିଁ ଦୁଇ ପଦ ମିଠା କଥା କୁହ ଦୁଇ ପଦ ବଚନ କୁହ ଶ୍ରଦ୍ଧା ସହିତ ଭଲ ପାଇବା ସିଏ ହେଉଛି ନିର୍ମଳ ମନ ହୃଦୟ ସ୍ୱଚ୍ଛ ତାହେଲେ କଥାରେ ଅଛି ମନ ଯେବେ ଦୃଢ଼ ଉପରକାରେ ଏ ମନର ପଟ ନିର୍ମଳ ଜଳରେ ଏବଂ ଶୀଘ୍ର ପଟ ଥଣ୍ଡା କରିଦେଇ ସୁବାସନ ଦେବ ସାଇ କହିଲେ ମାରେ ହଁ କହିଲେ ତ ଶୁଣିପାରିବ ତ ଏ ମା ଆକାଶ ପଥ ଦେଇ ଆସୁଥିବା ସମୟରେ ମୁଁ ଶୁଣିପାରୁଛି ତୋ ସ୍ୱାମୀ ଭୀମସେନ କୌରବଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ହଁ ତାଙ୍କର ଜୟ ପରାଜୟ ଆମ ଉପରେ ନିର୍ଭର କରିବା ପାଇଁ ପଡ଼ିବ ତୋ ଉପରେ ନିର୍ଭର କରିବା ପାଇଁ ପଡ଼ିବ କହିଲେ ତ କହିବୁ ତ ନିଶ୍ଚିତ କରିବି ସତ କହୁଛୁ ମୋ ସ୍ୱାମୀଙ୍କ ପାଇଁ ଆବଶ୍ୟକ ପଡ଼ିଲେ ଏ ଜୀବନ ନେବି ଧନ୍ୟ ତୁମେ ନାରୀ ଧନ୍ୟ ତୁମ ପିତାମାତା